ଜନ୍ତାଳ ଘାଣ୍ଟ କେବେ ଖାଇଛନ୍ତି? ଆଜି ହେଉଛି ମାଙ୍କର ମହାନବମୀ ପୂଜା। ଆଉ ଏଇଥିରେ ଗ୍ରାମ ଦେବତୀଙ୍କ ପାଖରେ ନବମୀ ଦିନ ଜନ୍ତାଳ ଘାଣ୍ଟ ହୁଏ। ମାଙ୍କୁ ଭୋଗ ଲାଗି କରାଯାଏ। ମାଙ୍କ ସାଙ୍ଗରେ ଯେଉଁ ଚଣ୍ଡୀ ଆଉ ଚାମୁଣ୍ଡା ଥାନ୍ତି ସେମାନଙ୍କୁ ବି ଶାନ୍ତ କରାଯାଏ। ତ ନବମୀ ଦିନ ଜନ୍ତାଳରେ ଚିଙ୍ଗୁଡ଼ି ଆଉ ମାଛ ପଡ଼େ। ସେଇଥିରେ ସବୁ ପ୍ରକାରର ପନିପରିବା, ଟିକେ ବୁଟ ଯାଇ ପକାଇବେ, ଟିକେ ଟମାଟୋ ପକାଇବେ। ଆଉ ଏଇଠି ପନିପରିବା ଟିକେ ହେଇଗଲେ ହଳଦୀ ପକାଇବେନି, ଆଗେ କାଢ଼ିଦେବେ। କାଢ଼ିକି ତାପରେ ମାଛଟାକୁ ଭାଜିବେ। ମାଛ ସାଙ୍ଗରେ ଚିଙ୍ଗୁଡ଼ିଟା ମୁଁ ଭାଜି ଦେଇଥିଲି ମାନେ ଟିକେ ଗୋଟେ ଜାଗାରେ। ତାପରେ ଏଇଠି ହେଇଗଲା ପରେ ଫୁଟଣ ଟିକେ ଅଧିକ ପକାଇବେ, ଡାଲଚିନି, ଅଦା ରସୁଣ ଛେଚା ଆଉ ପିଆଜ ପକାଇବେ। ଆଉ ଏଇଠି ସବୁ ଶୁଖିଲା ମସଲା ପକାଇବେ, ଟିକେ ପାଣି ଦେଇକି କଷିବେ, ଟମାଟୋ କଞ୍ଚା ଲଙ୍କା ପକାଇବେ। ତାପରେ ମାଛ ଆଉ ଚିଙ୍ଗୁଡ଼ିକି ପକାଇକି ଭଲସେ ପୁରା ଛେଚିବେ। ଛେଚିକି ମସଲା ସହିତ ମିଶାଇ ଦେବେ। ମିଶାଇ ଦେଲା ପରେ ଆପଣ କ'ଣ କରିବେ, ସେ ଯେଉଁ ପରିବା ଯେଉଁ ଭାଜିକି ରଖିଥିବେ ସେଇଗୁଡ଼ାକୁ ପକାଇଦେବେ, ସବୁ ପ୍ରକାର ପରିବା। ଆଉ ଲାଷ୍ଟରେ ଜିରା ଆଉ ଲଙ୍କାର ସୋରିଷ ତେଲ ଦେଇକି ଗୋଟେ ବଢ଼ିଆ ତଡ଼କା ଦେବେ। ଆଉ ଏଇଠି ଆମର ରେଡ଼ି ହେଇଗଲା ମାଙ୍କ ପାଖରେ ଭୋଗ ଲାଗୁଥିବା ମହାନବମୀରେ ଜନ୍ତାଳ ଘାଣ୍ଟ। ପ୍ରସାଦ ପାଇବା ପାଇଁ ପୁରା ଗାଁ ଯାକର ଭିଡ଼ ଜମେ। ଆଉ ପରଦିନ ମାଙ୍କୁ ମାର୍ଜନା କରାଯାଇ ବିଧିମତ ଭାବେ ପୂଜା କରାଯାଏ। ଦଶହରା ମଣ୍ଡା ଦେଇ ମାଙ୍କୁ ବିସର୍ଜନ କରାଯାଏ। ଆପଣଙ୍କ ଗାଁରେ କ'ଣ ଜନ୍ତାଳ ଘାଣ୍ଟ ହୁଏ? ନିହାତି କହିବେ। ମା ଦୁର୍ଗା ସମସ୍ତଙ୍କୁ ଘଣ୍ଟ ଘୋଡ଼େଇ ରଖନ୍ତୁ।